କୁହାଯାଉଛି କି 4 ରୁ 5 କୋଟି ଟଙ୍କା ଖର୍ଚ୍ଚ ହେଇଛି ଭିଲିଆନ ସିନେମାରେ। କ'ଣ ଏକ୍ସପେକ୍ଟେସନ ସାର୍ ରହିଛି? ଆପଣ ଗ୍ଲିମ୍ସ ବି ଦେଖିଥିଲେ? ନାଇଁ ଭିଲିଆନ ଅଧେନ୍ଦୁ ସିଏ ମଧ୍ୟ ଗୋଟେ ପ୍ରକାର ଚେହେରା, ସିଏ ବ୍ୟାପକ ପଇସା ଖର୍ଚ୍ଚ କରୁଛି ଆଉ ବହୁତ ଗ୍ରାଣ୍ଡିଓର ଗୀତ ମଧ୍ୟ କରୁଛି। ସିଏ ତାର ଗୋଟେ ଚକମା ଅଲଗା। ଅନ୍ୟାନ୍ୟ ପ୍ରଡ୍ୟୁସର ଡିରେକ୍ଟର ଯାହା କରୁନାହାନ୍ତି ସେ ତାଠୁ ଟିକେ ଅଧିକା କରୁଛି। ଆର୍ଥିକ ଦିଗରୁ ସେ କେତେ କ୍ଷତି ସହୁଛି ମାନେ କହିବା ଠିକ ହବନି, କିନ୍ତୁ ସିଏ ତା ମନ ମୁତାବକ ଫିଲ୍ମ ପାଇଁ ଯେଉଁ ପ୍ରକାର ପ୍ରଭାବ ବିସ୍ତାର କରିବା କଥା, ଓଡ଼ିଆ ସିନେମାକୁ ନେଇକି ଯେଉଁ ପ୍ରକାର ଗୀତ କେବେ କିଏ ଭାବିନଥିଲେ ସିଏ ଗୀତ ବି କରିଛି। କିନ୍ତୁ ମୁଁ ଭାବୁଛି ଅର୍ଜୁନ୍ଦୁଙ୍କର ଏ ଫିଲ୍ମଟି ଦଶହରା ମାର୍କେଟରେ ମଧ୍ୟ ବହୁତ ପ୍ରଭାବଶାଳୀ ଫିଲ୍ମ ହିସାବରେ ପରିଗଣିତ ହେବ। କାରଣ ସିଏ ଅତୀତରେ ଯେଉଁ ଗୀତ ସବୁ କରିଛନ୍ତି ସେଗୁଡ଼ା ବି ମାଇଲଷ୍ଟୋନ୍ ହେଇକି ଅଛି। ଆଉ ବର୍ତ୍ତମାନ ବାବୁସାନଙ୍କର ଯେଉଁ ଫିଲ୍ମ ଅଛି ସୋନକ, ଆଉ ଏବେ ଯେଉଁ ଫିଲ୍ମଟା ହେଉଛି ମାନେ ଇଏ କର୍ମରେ ମଧ୍ୟ ଅନୁପମ ପଟ୍ଟନାୟକ ଛୋଟିଆ ଖେଳାଳି ନୁହନ୍ତି। କାରଣ ତାଙ୍କ ବାପା ସବୁବେଳେ ପୂଜା ବଜାରରେ ମାର୍କେଟରେ ସବୁବେଳେ ପ୍ରଭାବଶାଳୀ ପ୍ରଯୋଜକ ହିସାବରେ ତାଙ୍କର ନାଁ ରହିଛି। ସେଇ ନାଁଟାକୁ ଉଜ୍ଜୀବିତ କରିବା ପାଇଁ ଅନୁପମ ପଟ୍ଟନାୟକ ସେଥିପାଇଁ ଅନୁଭବକୁ ନେଇଛନ୍ତି। ସାର୍ ଆମର ଭିଲିଆନରେ ଏମିତି କ'ଣ ମାନେ ୟୁନିକ୍ କିଛି ଆପଣ ପାଇଲେ କି ଗ୍ଲିମ୍ସରେ? ଭିଲିଆନରେ ସେ ତ ଭିଲିଆନ କରେ ଆଉ ଦୁଇଟା ବି ହିରୋ ବି କରେ, ତେଣୁକରି ବବି ମିଶ୍ର ବି ଅଛି। ତେଣୁକରି ନିଶ୍ଚିତ ଗୋଟେ କମର୍ସିଆଲି ସକ୍ସେସଫୁଲ ହେଇପାରେ, କିଛି ଅସମ୍ଭବ ନୁହଁ। କାରଣ ନିଶ୍ଚିତ ଲାଗୁଛି ତା ଟ୍ରିଜରରୁ ଭଲ କମର୍ସିଆଲ ସକ୍ସେସଫୁଲ। ଆଚ୍ଛା, ଏଇ ଯୋଉ ଗ୍ଲିମ୍ସଟି ସାର୍ ଓଡ଼ିଶାରେ ଭଲ ସିନେମା ହଉ, ଓଡ଼ିଶାରେ ଦର୍ଶକ ମାନେ ଓଡ଼ିଆ ସିନେମାକୁ ଭଲ ପାଆନ୍ତୁ, ଏହା ହିଁ ହେଲେ ଓଡ଼ିଆ ସିନେମାର କିଛି ପ୍ରଭାବ ବଢ଼ିବ। କିନ୍ତୁ ପ୍ରେକ୍ଷାଳୟ ନ ବଢ଼ିଲେ ଏସବୁ ଜିନିଷ ବୃଥା ଆସ୍ଫଳନ ଛଡ଼ା ଆଉ କିଛି ନୁହେଁ। ସାର୍ ପୂର୍ବ କୋଉ ସିନେମା ଆପଣ ଜାଣିଥିବେ ହାଇ ବଜେଟର ହେଇଥିବ? ହାଇ ବଜେଟ ଅତୀତରେ ବି ଅନେକ ସେମାନେ ଅମୟ ପଟ୍ଟନାୟକ କରୁଥିଲେ, ବସନ୍ତ ନାୟକ କରୁଥିଲେ, ସୁଭାଷ ରାଉତ କରୁଥିଲେ। ଦେଖାଇବାକୁ ମିଳୁନଥିଲା। ନାଇଁ ସେତେବେଳେ ହଲ୍ ଥିଲା, ତେଣୁକରି ସେମାନେ ଖେଳିବା ପାଇଁ ସୁବିଧା ହଉଥିଲା ବ୍ୟବସାୟିକ ଦିଗରୁ। ଆଉ ଏବେ ତ ହଲ୍ ନାହିଁ, ଆଉ ଏମାନେ ଯାହା ନିଜେ ନିଜେ ପୋଷ୍ଟର ମାରିକି ନିଜେ ନିଜେ ଖୁସି ହବା କଥା। କାରଣ ଫିଲ୍ମକୁ ଲୋକ ଯଦି ନ ଦେଖିବେ ଆଉ ଆମେ ଖାଲି କେତେ ଆଉ ତାକୁ ଟାଣି ଉଟାଇକି ମାନେ ଗୁରୁତ୍ୱ ଦବା। କିନ୍ତୁ ସାର୍ ଏଇଭଳି ସିଚୁଏସନରେ ବି 4 କୋଟି ଟଙ୍କା ଖର୍ଚ୍ଚ କରିବା, ଶୁଣନ୍ତୁ ମୋ କହିବା କଥା, ମୋ ପାଖେ ପଇସା ଅଛି, ମୁଁ 4 କୋଟି କି 10 କୋଟି ଟଙ୍କା ଖର୍ଚ୍ଚ, ମୁଁ ସେଇଭଳିଆ ପ୍ଲାନ୍ କରୁଛି। ଗୀତ କୋଉଠି କରିବି, ସୁଟିଂ କୋଉଠି କରିବି। ସେମିତି ତ ଅନେକ ଲୋକ ଫରେନରେ ବି ସିଙ୍ଗାପୁରରେ ସୁଟିଂ କରିଥିଲେ, ଖର୍ଚ୍ଚ କରୁଛନ୍ତି। ତାର ଗୋଟେ ଖୁସି ମେଜାଜର ପିଲା, ଗୋଟେ ହିରୋ ମାନେ ଯୋଉ ହେଇଛି ପ୍ରଦୀପ ମହାରଥୀଙ୍କ ଜୋଇଁ ଅର୍ଜୁନ୍ଦୁ। ତେଣୁକରି ସିଏ ଗୋଟେ ଯାତ୍ରା ପାର୍ଟି କରିଥିଲେ କଳିଙ୍ଗ ଗଣନାଟ୍ୟ, ତାଙ୍କ ଶ୍ୱଶୁର। ଆଉ ସିଏ ଗୋଟେ କଳାକାର ହିସାବରେ ଓଡ଼ିଆ ସିନେମାରେ ଗୋଟେ ସ୍ଥିତି ରଖିବା ପାଇଁ ଚେଷ୍ଟା କରୁଛନ୍ତି, ବହୁତ ଭଲ କଥା। ଆଉ ସିଏ ବି ଯୋଉ ଗୀତ କରୁଛନ୍ତି, ସେ ଗୀତ ଦେଖିବା କଥା। ଓଡ଼ିଆ ସିନେମାରେ ଅତୀତରେ କେବେ ବି ହେଇନି। ଶେଷରେ ଖାଲି ଅର୍ଜୁନ୍ଦୁ ଏଇଠି ଦେଖୁଛନ୍ତି, ତାଙ୍କ ପାଇଁ ଗୋଟେ ଅର୍ଜୁନ୍ଦୁ ଆଗାମୀ ଦିନରେ ଗୋଟେ ଭଲ କଳାକାର ହେଇକି ରହିବ। କାରଣ ତାର ଯୋଉ ପ୍ରକାର ଫିଲ୍ମ ସେ କରୁଛି, ଯୋଉ ପ୍ରକାର ଗୀତ କରୁଛି, ଯାହା ହେଲେ ବି ଲୋକ ଗୀତକୁ ଅନେକ ପସନ୍ଦ କରନ୍ତି। ଆଉ ତାଙ୍କର ଯୋଉ ଗ୍ଲାମରସ୍ ଗୀତରେ ଯୋଉ ପ୍ରକାର ଗିମିକ୍ସ ସବୁ କରାଯାଉଛି, ତାହା ନିଶ୍ଚିତ ଭାବେ ଓଡ଼ିଆ ସିନେମାକୁ ଆଗାମୀ ଦିନରେ ଦିଗ୍ଦର୍ଶନ ଦେବ। ଥ୍ୟାଙ୍କ ୟୁ।